ମିଠୁ ଭାଇ କଣ କହିବେ ଉତ୍ତମ ମହାନ୍ତିଙ୍କର ଅଚାନକ ଗୋଟେ ଖବର ଯାହାକି ଓଡ଼ିଶାକୁ ବ୍ୟଥିତ କରୁଛି। ଅଗଣିତ ଫ୍ୟାନ୍ସ ମାନେ ଏବେ ଚିନ୍ତାରେ, କାହିଁକିନା ଜଣଙ୍କ ପରେ ଜଣେ ମୁରବୀ ଅଲିଉଡର ହାତ ଛାଡି ଯାଉଛନ୍ତି। କଣ କହିବେ ମିଠୁ ଭାଇ? ଆପଣ ଏବେ କୋଉଠି ଅଛନ୍ତି ମିଠୁ ଭାଇ? ମୁଁ ଏବେ ଉତ୍ତମ ଭାଇଙ୍କ ଘରେ ଅଛି ବରମୁଣ୍ଡାରେ, ହୁଁ, ଏଇ ଯୋଉ ଆମର ଗ୍ୟାସ ଷ୍ଟେସନ ପାଖରେ ହେଲା। ଆଜ୍ଞା। ଏବଂ ତା ସହିତ ଏତିକି କହିବି ଯେ ଗୋଟେ ମଝି ଖୁଣ୍ଟ ଆମର ଥିଲେ, ଆମର ସମସ୍ତେ ପିଲର, ଯେତେ ପିଲର ଥିଲେ ସବୁ ଚାଲି ଯାଇଥିଲେ, ମଝି ଖୁଣ୍ଟ ଥିଲେ, ସିଏ ବି ଆମକୁ କାଲି ରାତିରେ ଛାଡି ପଳେଇଲେ। ତେଣୁକରି ସେଇଟା ଗୋଟେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ ବହୁତ ମାନେ ବିପତ୍ତିକର କଥାଟିଏ। ଏବଂ ଏତିକି କହିବା, ତାଙ୍କ ଭଳିଆ ସ୍ନେହୀ ଆଉ ମେଳାପି ଲୋକ କେହି ନାହାନ୍ତି। ଏବଂ ସବୁବେଳେ ଅହିଂସାରେ କଣ ହେଇପାରିବ କର ବୋଲି ସବୁବେଳେ ସେ କହୁଥାନ୍ତି ପ୍ରତ୍ୟେକ ସମୟରେ। ହୁଁ। ଏବେ ଆଉ ଏବେ ଏତିକି ଟିକିଲି କହିବି। ଅପା ମାନେ ଅପରାଜିତା ମହାନ୍ତି ତାଙ୍କର, ସେ ତ ନଥିଲେ ତାଙ୍କ ପାଖରେ, ଏବେ ସେ ଘରେ ଅଛନ୍ତି। ନାଇଁ, ଆସୁଛନ୍ତି, ସେମାନେ ସମସ୍ତେ ଆସୁଛନ୍ତି। ବାବୁ ନେଇକି ଆସୁଛି ସବୁ। 11ଟା 30ରେ ପହଞ୍ଚିବ ଫ୍ଲାଇଟ। ତାପରେ ଆମର ରାଷ୍ଟ୍ରୀୟ ମର୍ଯ୍ୟାଦାରେ ମୁଖ୍ୟମନ୍ତ୍ରୀ କହିଦେଇଛନ୍ତି, ମୋହନ ମାଝୀ ଯାହା ସମ୍ମାନ ଦେବା କଥା ଦେବେ। ଆଉ ଓଲିଉଡର ସମସ୍ତ କଳାକାର ସମସ୍ତେ ଉତ୍ତମ ଭାଇକି ବହୁତ ଭଲ ପାଆନ୍ତି। ସମସ୍ତେ ଆସ୍ତେ ଆସ୍ତେ ଆସି ପହଞ୍ଚୁଛନ୍ତି। ଏବଂ ମୁଁ ଏତିକି ଅପରାଜିତା ମ୍ୟାଡାମ ଏବେ କୋଉଠି ଅଛନ୍ତି? ମାନେ ସେ ତାଙ୍କ ସହିତ ଆସୁଛନ୍ତି ନା ଘରେ ଅଛନ୍ତି? ଘରେ ଅଛନ୍ତି ବୋଲି କହିଲେ ମତେ, ମାନେ କାରଣ ମୁଁ ତ ବାହାରେ, ମତେ ମିଡିଆ ଘେରିଗଲେ, ଏଇଠି ଅଛନ୍ତି ବୋଲି ମତେ କହିଲେ। ଆଉ ମାନେ ଏତିକି କହିବେ, ତାଙ୍କ ଶେଷ କୃତ୍ୟଟି କେମିତି ଭଲରେ ହଉ। ଏବଂ ତା ସହିତ ଗୋଟେ କଥା ଏତିକି କହିବି, ସେ ଯୋଉ ମଣିଷ ଥିଲେ ସେ ମଣିଷ ଆଉ ମିଳିବେନି। ଆଉ ମଝି ପିଲର ପଳେଇଲେ। ଅବିକା ଆଉ ଆମେ ଓଡିଆ ଫିଲ୍ମ ଯୋଉ କୁହନ୍ତି ଯେ ମୁରବୀ ଶୂନ୍ୟ ଅବସ୍ଥାରେ ଆମେ ଅଛୁ ଅବିକା। ଅ, ଆଉ ଏବେ ବାବୁସାନଙ୍କ ପାଇଁ ବି ଗୋଟେ କ୍ରୁସିଆଲ ଟାଇମ, କାହିଁକି ନା ନାଇଁ, ଏମିତି ସିଏ ବି ସୁପୁତ୍ର ଭଲ, ଯେ ଶେଷ ସମୟରେ ବାପାଙ୍କ ସହିତ ରହି ସବୁ କରିଛନ୍ତି ସିଏ। କେବଳ ସେଇଟା ଗୋଟେ କେବଳ ବଡ କଥା। ବାବୁସାନ ନୁହନ୍ତି, ତାଙ୍କ ବହୁ ମାନେ ତୃପ୍ତି ବି ଅଛନ୍ତି ତାଙ୍କ ସହିତ। ହଁ, ଥିବେ, ସେମାନେ ଆସୁଛନ୍ତି ତ ଆଉ। ତେଣୁକରି ଏଇଆ ହେଲା କଥା, ଆଉ କିଛି ନାହିଁ। ଆମେ ଗଭୀର ଶୋକ ଭିତରେ ଅଛୁ, ଓଡିଆ ସିନେମା ଜଗତ ପୁରା। କାହିଁକି ନା ସେ ପ୍ରଥମ ସୁପରଷ୍ଟାର ଏୟାରପୋର୍ଟରେ। ମୁଁ ଆଉ କିଛି ପରେ କଥା ହେବି। ଏତିକି କହି ରହୁଛି ଯେ ତାଙ୍କ ପରିବାର ବର୍ଗକୁ ଅଧିକା ଭଗବାନ ସହାୟ ହୁଅନ୍ତୁ। ଏବଂ ତା ସହିତ ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ। କାରଣ ମୋ ଜୀବନର ପ୍ରଥମ ସିନେମା ଉତ୍ତମ ମହାନ୍ତିଙ୍କ ସହିତ ଅଭିନୟ କରିଥିଲି। କଣ ଆପଣଙ୍କର ପ୍ରଥମ ମୁଁ ସିନେମା ଥିଲା ଥିଲା? ସେଟା ସହରୀ ରହୁଛି ଥିଲା। ଆଉ ଚଣ୍ଡିଖୋଲ ମହାବିନାୟକ କଲେଜରେ ମୋ ଜୀବନର ପ୍ରଥମ ମୁଁ ଉତ୍ତମ ମହାନ୍ତି ସହିତ କାମ କରିଥିଲି। ସେଇ ଉତ୍ତମ ମହାନ୍ତି ଆଜି ଆମ ପାଖରେ ନାହାନ୍ତି, କାଲି ରାତିରେ ଛାଡିକି ପଳେଇଛନ୍ତି। ଆଉ ଏତିକି କହିବି ଯେ ଇଏ ଯୋଉ କ୍ଷତି, ଇଏ ଅପୂରଣୀୟ କ୍ଷତି। ଆଉ ସିଏ ଅଛୁ ଆମେ, ଆଉ ଏତିକି କହିବି। ରହିଲୁ ଭାଇ, ଧନ୍ୟବାଦ। ଆଜ୍ଞା, ଆଜ୍ଞା।